ଯଦି ମତେ କିଏ ପଚାରିବ ଲାଇଫରେ ସବୁଠୁ ବଡ଼ କଷ୍ଟ କାମ କ'ଣ, ମୁଁ ତାକୁ କହିବି ଡେଲି ଉଠି ମର୍ଣ୍ଣିଂ ଡ୍ୟୁଟି କରିବା। ସେ ପୁଣି ବର୍ଷା ହଉ କି ଖରା ହଉ ଡ୍ୟୁଟି ତ କରିବାର ଅଛି ମାନେ କରିବା। ତାପରେ ରେନିକୋଟ ପିନ୍ଧିକି ବାହାରି ଗଲି ଡ୍ୟୁଟି କି, କାହିଁକିନା ଅଧାରୁ ଅଧିକ ସମୟ ଆମେ ବାହାରେ କଟୁଛୁ ବୁଲି ବୁଲି। ମୁଁ ଭାବୁଛି ସେ ଅଜା ଆଇ ଫୋନ ଗୋଟେ ଆଣନ୍ତି, ଏଥରେ ଆଉ କ୍ଲାରିଟି ବାଗ ଆସୁନି। ଆଇ ଫୋନ ଗୋଟେ ଆଣିଲେ କେମିତି ହୁଅନ୍ତା। ତାପରେ ଲଞ୍ଚରେ ଆଜି ମୁଁ କିଛି ଖାଇନଥିଲି, ପେଟରେ ଟିକେ ଗ୍ୟାସ୍ ହେଇଯାଇଥିଲା। ଖାଉ ଖାଉ ହେଇଗଲା 5ଟା। ଦେଖୁନାହାନ୍ତି ରୁଟି 2ଟା ଖାଉଛି। ଫଟାଫଟ ଖାଇସାରିକି ମୁଁ ଆଇଲି ରିପୋର୍ଟ ବାହାର କରିବାକୁ, କାହିଁକି ନା ପ୍ରଶାନ୍ତ ଆମର ଛୁଟିରେ ଅଛି। ତା କାମ ଗୁଡାକ ତ ଆମକୁ କରିବାକୁ ପଡିବ। ଆଜି ମୁଁ ଯାଉଛି ଡକ୍ଟର ପିଏନ୍ ସାହୁ ସାରଙ୍କ ପାଖକୁ। ମୁଁ ଯାଇଥିଲି କ୍ଲିନିକକୁ 6ଟାରେ, ସାର୍ ଆଇଲେ 7:30ରେ। ପାଖାପାଖି 2 ଘଣ୍ଟା 2.5 ଘଣ୍ଟା ପେସେଣ୍ଟ ଦେଖିଲା ପରେ ସମସ୍ତଙ୍କୁ ବାଇ ବାଇ କହିକି ମୁଁ ରିଟର୍ନ ଆସିଲି ଆମ ରୁମକୁ। ତାପରେ ଗୁପଚୁପ ଖାଇବା ପାଇଁ ବବୁଲାଇ ମୁଁ ବାହାରି ଯାଇଥିଲୁ ଖଣ୍ଡଗିରି, ଯୋଉଠିକି ନଥିଲେ ଗୁପଚୁପ ବାଲା। ତାପରେ ଜାଗମରା ITR କଲେଜ, ଡୁମଡୁମା, ପାତ୍ରପଡ଼ା ସବୁଆଡେ ବୁଲିଲୁ କିନ୍ତୁ କାହାକୁ ପାଇଲୁନି। ତାପରେ ଆମେ ଆସି ପହଞ୍ଚିଲୁ ହୋଟେଲ ଦୀନବନ୍ଧୁରେ। ସେଠି ଆଣିଲୁ ଚିଲି କୋବି ଆଣିକି ରୁମରେ ଖାଇଲୁ। ଥ୍ୟାଙ୍କସ୍ ଫର ୱାଚିଂ। ଗୁଡ୍ ନାଇଟ୍। ପୁଣି ଦେଖା ହବ କାଲି ସକାଳେ।